ଭାବିନିଅ ଛୋଟ ଛୋଟ ଛୁଆକୁ ଯେତେବେଳେ ରେପ୍ କରାହେବ ତାକୁ ମର୍ଡର କରାହେବ କେତେ କଦର୍ଯ୍ୟ ବିଷୟ। ଜେଫ୍ରି ଏପଷ୍ଟିନ୍ କେତେ କଦର୍ଯ୍ୟ ଭାବରେ ସେ ଛୋଟ ଛୁଆଙ୍କୁ ରେପ୍ କରୁଥିଲେ। 11-12 ବର୍ଷର ଛୁଆକୁ କିଏ କ'ଣ ଏମିତି ଘିନନା ହରକତ କରିପାରିବ କି? ଇଣ୍ଟରନ୍ୟାସନାଲର ସବୁଠୁ ବଡ଼ ମୁଦ୍ଦା ହେଲା ଏପଷ୍ଟିନ୍ ଫାଇଲ୍। ଆଉ ଏଠି ଇଣ୍ଡିଆ ନାହିଁ, ଟୋଟାଲ ୱାର୍ଲଡର ଯେତିକି ପାୱାରଫୁଲ୍ ଲୋକ ଏଠି ଜଡ଼ିତ ଅଛନ୍ତି। ଆଉ ଏମାନେ ଧର୍ମ କ'ଣ, ଧର୍ମକୁ ପୁରା ଗୋଡ଼ରେ ଏଡ଼େଇ ଦେଇଛନ୍ତି। ଆଉ ଏମାନେ କରିଛନ୍ତି ସବୁ ଘିନନା ହରକତ। ଆଉ ଏ ହରକତର ପର୍ଦ୍ଦାଫାଶ କରୁଛି ଆଜି ଏପଷ୍ଟିନ୍ ଫାଇଲ୍। ଜେଫ୍ରି ଏପଷ୍ଟିନ୍ର ୱାଇଫ୍ ଥିଲେ ମାକ୍ସୱେଲ୍। ଆଉ ମାକ୍ସୱେଲ୍ ସେ ଗୋଟେ ଲେଡ଼ିସ୍ ହେଇକି ଗୋଟେ ଛୋଟ ଛୁଆର ବିଷୟ ଦୁଃଖ ବୁଝିପାରୁନଥିଲା। ସେ ଏତେ କଦର୍ଯ୍ୟ କରୁଥିଲା, ତାପରେ ତାକୁ ପୁଣି ମାରିକି ଖାଉଥିଲେ। ଏମାନେ ନରଭକ୍ଷକ ଥିଲେ। ଆମେରିକାରେ ଚାଞ୍ଚଲ୍ୟ କରିଥିବା ଏ ଏପଷ୍ଟିନ୍ ଫାଇଲ୍ ଆଜି ତ ଟୋଟାଲ ୱାର୍ଲଡକୁ ଆଜି ଭାଇ ଚହଳେଇ ଦେଉଛି। ଛୋଟ ଛୁଆ ହଉ ବା ବଡ଼ ହଉ ସମସ୍ତେ ଜାଣିପାରିଲେ ଯେ ଏପଷ୍ଟିନ୍ ଫାଇଲ୍ ଗୋଟେ କେତେ କଦର୍ଯ୍ୟ। ଆର ମିଲିୟନ୍ସ ପେଜେସ୍ ଅଛି, ଆଉ 1000 ଭିଡ଼ିଓ ଅଛି, ଆଉ ଇମେଜ୍ ଟୋଟାଲି ପୁରା ଏତେ ମାତ୍ରାରେ ଅଛି ଯେ ଆଜି ଯାଇ ଆମେ ଗୋଟେ 1% ବି ତା'ର ରିପୋର୍ଟ ପାଇପାରିନୁ ସମ୍ପୂର୍ଣ୍ଣ ଭାବରେ। ଯେତେବେଳେ ଆର ସମ୍ପୂର୍ଣ୍ଣ ଖୁଲାସା ହେବ କେତେ ଦର୍ଦନାକ ଥିଲା ତା'ର ହାଦସା ସବୁ ଜାଣିକି ଆମେ ପୁରା ସତରେ ଆମର ହୃଦୟ ପୁରା କାନ୍ଦି ପକାଇବ। ରିସେଣ୍ଟ ରିପୋର୍ଟରୁ ଜଣାପଡ଼ିଛି ଯେ 2000 ଭିଡ଼ିଓ ବର୍ତ୍ତମାନ ସେମାନେ ରିଲିଜ୍ କରିଛନ୍ତି।